ତେଣୁ ଗୋପାଳର ଏଭଳି ସ୍ୱଭାବକୁ ଦେଖି ଶିକ୍ଷକ କ'ଣ କରିଥିଲେ ନା ଗୋପାଳକୁ କୁଣ୍ଢାଇ ପକାଇଥିଲେ। ଆଉ କ'ଣ କହିଥିଲେ ଜାଣିଛ? ଭାବୁଛ କି ଗୋପାଳ ସତ କହିଲା ପରେ ଗୁରୁଦେବ ଯେତେବେଳେ ଜାଣିଲେ ଗୋପାଳ ଦେଖିକି ଲେଖିଛି ତା'ର ପୁରସ୍କାର ତାକୁ ଦେଇନଥାନ୍ତେ? ନା ନା, ଗୋପାଳ ଯେହେତୁ ସତ କଥା କହିଛି, ଏତେ ପିଲାମାନଙ୍କ ଆଗରେ ନିଜର ଭୁଲକୁ ସେ ସ୍ୱୀକାର କରିଛି, ଆଉ ଅନୁତାପରେ ସେ ମଧ୍ୟ କ୍ରନ୍ଦନ କରିଛି, ପ୍ରକୃତରେ ଗୋପାଳ ହେଉଛି ସେହି ପୁରସ୍କାର ପାଇବାକୁ ଯୋଗ୍ୟ। ତେଣୁ ଗୁରୁଦେବ କ'ଣ କହିଲେ? ଏସହ ପୁରସ୍କାର ତବ ଏବ। ଆରେ ଗୋପାଳ, ଧନ୍ୟ, ତୁମେ ଧନ୍ୟ। ଆଉ ତୁମକୁ ମୁଁ ପଢ଼ଉଥିବାରୁ ଏଭଳି ଶିଷ୍ୟ ପାଇ ମୋ ଗୁରୁ ଜୀବନ ମଧ୍ୟ ଧନ୍ୟ ହୋଇଗଲା। ତେଣୁ ଏ ପୁରସ୍କାର ତୁମର, ଏ ପୁରସ୍କାର ଉପରେ ତୁମର ହିଁ ଅଧିକାର ଅଛି। ତବ ସତ୍ୟନିଷ୍ଠାୟାଃ କୃତେ ଏସହ ଦିୟତେ। ହଁ, ତୁମର ପରୀକ୍ଷା ପୁସ୍ତକରେ ଲେଖିଥିବା ଉତ୍ତର ପାଇଁ ଏ ପୁରସ୍କାର ତୁମେ ଗ୍ରହଣ ନ କରିପାର, କିନ୍ତୁ ତୁମର ଏ ସତ୍ୟନିଷ୍ଠା ପାଇଁ ଏହି ପୁରସ୍କାର ତୁମକୁ ଦିଆଯାଉଛି। ଆକୁ ତୁମେ ଗ୍ରହଣ କର। ଆଉ ଏହିଭଳି ସବୁବେଳେ ସତ୍ୟବାଦୀ ହୁଅ। ଜୀବନର ଯେତେ କଠିନ ପରିସ୍ଥିତି ଆସୁନା କାହିଁ, ସବୁବେଳେ ଆମେ ସତ୍ୟ କହିବା। ଆମେ ପଢ଼ୁନେ, ପ୍ରାର୍ଥନା କରୁନେ, ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ଖାଲି ପ୍ରାର୍ଥନା ବୋଲିଦେଲେ ହେବନି ପିଲେ, ଆମ ଜୀବନରେ ତାକୁ ବ୍ୟବହାର କରିବାକୁ ପଡ଼ିବ। ତ୍ୱଂ ସତ୍ୟବାଦୀ, ତୁମେ ହେଉଛ ସତ୍ୟବାଦୀ। ଅତଃ ଏଣୁ ଅହଂ ମୁଁ ତ୍ୱୟି ଅତୀବ ସ୍ନିହାମି। ତୁମର ଏହି ସତ୍ୟବାଦୀ ଗୁଣରୁ, ତୁମର ଏହି ସତ୍ୟବାଦୀ ଗୁଣ ପାଇଁ ମୁଁ ତୁମକୁ ଅତ୍ୟନ୍ତ ସ୍ନେହ କରୁଛି, ଅତ୍ୟନ୍ତ ଭଲ ପାଉଛି। ତେଣୁ ତୁମକୁ ମୁଁ ଆଶୀର୍ବାଦ ଦେଉଛି। ଆଗାମୀ କାଳେ ତ୍ୱଂ ଭାରତସ୍ୟ ମହାନ ସେବକଃ ଭବିଷ୍ୟସି। ଆସନ୍ତା ସମୟରେ, ଆଗାମୀ କାଳରେ ତୁମକୁ ମୋର ଆଶୀର୍ବାଦ, ତୁମେ ଏହି ମହାନ ଭାରତର ମହାନ ସେବକ ରୂପେ ତୁମେ ପରିଗଣିତ ହେବ। ତୁମକୁ ସମସ୍ତେ ଭାରତ ମାତାର ମହାନ ସେବକ ବୋଲି ମନେ ରଖିବେ। ସର୍ବେ ସମସ୍ତେ ଚିରକାଳଂ, ଚିରକାଳକୁ, ଯୁଗ ଯୁଗକୁ ତ୍ୱାଂ ତୁମକୁ ସ୍ମରିଷ୍ୟନ୍ତି, ସ୍ମରଣ ରଖିବେ। ଯେତେବେଳେ ସତ୍ୟବାଦୀ କଥା କୁହାଯିବ, ଯେତେବେଳେ ସତ୍ୟ କହୁଥିବା ସେହି ମହାପୁରୁଷଙ୍କର କଥା ଆଲୋଚନା କରାଯିବ, ନିଶ୍ଚିନ୍ତ ଭାବରେ ତୁମ ଭଳି ଏଭଳି ସତ୍ୟବାଦୀଙ୍କର ନାମକୁ ସ୍ମରଣ କରାଯିବ। ତେଣୁ ହେ ଗୋପାଳ, ତୁମକୁ ମୋର ଆଶୀର୍ବାଦ। ତୁମେ ଏ ମହାନ ଭାରତର ମହାନ ସେବକ ରୂପେ ପରିଗଣିତ ହୁଅ। ସଦା ସର୍ବଦା ଜୀବନରେ ସତ୍ୟକୁ ଗ୍ରହଣ କର, ସତ୍ପଥରେ ଚାଲ, ତୁମର ମଙ୍ଗଳ ହେଉ। ଏଇଠୁ ରହିଲି। ଜୟ ଜଗନ୍ନାଥ ପିଲେ। ଆଶା କରୁଛି ବିଷୟର ଅର୍ଥକୁ ବୁଝିପାରିଥିବ। ଘରେ ଏହାକୁ ପଢ଼ାପଢ଼ି କରିବ। ଆଉ ବର୍ତ୍ତମାନ ମୁଁ ତୁମମାନଙ୍କ ପାଇଁ ଏ ବିଷୟ ପାଇଁ ଉଦ୍ଦିଷ୍ଟ ଶବ୍ଦରୂପ ବ୍ଲାକବୋର୍ଡ଼ରେ ଲେଖିଛି, ସେଗୁଡ଼ିକୁ ଭିଡ଼ିଓ କରି ପଠାଉଛି। ତତ୍ସହିତ ଅବ୍ୟୟ ପଦ ଗୁଡ଼ିକ ମଧ୍ୟ ପଠାଉଛି। ଯାହା ଯାହା ମୁଁ ଭିଡ଼ିଓରେ ପଠାଉଛି ତାକୁ ସଂସ୍କୃତ ଖାତାରେ ଭଲ ଭାବରେ ସୁନ୍ଦର ପରିଷ୍କାର ଅକ୍ଷରରେ ଲେଖିଥିବ। ଆଉ ଏ ଶବ୍ଦ ଗୁଡ଼ିକ, ଶବ୍ଦ ରୂପ ଆଉ ଏ ଅବ୍ୟୟ ପଦର ଅର୍ଥ ଏଗୁଡ଼ିକୁ ଛୁଟିରେ ମୁଖସ୍ଥ କରିଥିବ। ରହୁଛି। ଜୟ ଜଗନ୍ନାଥ, ଜୟ ମା ଭାରତୀ, ଜୟ ମା ସରସ୍ୱତୀ।